ଆପଣ ପରିଚୟ? ମୁଁ କରୁଣାକର ମହାରଣା, ଯାଜପୁର ଜିଲ୍ଲା ଏଆଇଟିସି ର ସଭାପତି ଅଛି। ଆଜି ଖରାରେ ଆପଣ ଦେଖୁଛନ୍ତି ମହିଳା ମାନଙ୍କୁ ନେଇ ଆପଣ ଧାରଣାରେ ବସିଛନ୍ତି, କଣ ଉଦ୍ଦେଶ୍ୟ? ଉଦ୍ଦେଶ୍ୟ ହଉଛି ଯେ ମୋଦି ସରକାର ଏବଂ ରାଜ୍ୟ ସରକାର ଯୋଉ ନୀତି ବିରୋଧୀ କାର୍ଯ୍ୟ କରିଛି ତା ବିରୁଦ୍ଧରେ ଆନ୍ଦୋଳନ। ଖାଲି ଆଜି ନୁହେଁ, ଆ ପୂର୍ବରୁ ଗତ ବର୍ଷ ଜୁଲାଇ 9 ତାରିଖରେ ଏକ ସର୍ବଭାରତୀୟ ଆନ୍ଦୋଳନ ହେଇଥିଲା। ତା ସତ୍ତ୍ୱେ ମୋଦି ସରକାର ସେ କଥାକୁ ଭ୍ରୂକ୍ଷେପ ନ କରି ଯୋଉ ଶ୍ରମିକ ଆଇନ 44ଟି ଥିଲା ତାକୁ ବାତିଲ କରିଦେଇଛନ୍ତି ଏବଂ 4ଟି ଶ୍ରମ କୋଡ କରିଛନ୍ତି। ସେ 4ଟି ଶ୍ରମ କୋଡରେ କଣ ଅଛି ନା ଶ୍ରମିକ ମାନେ 8 ଘଣ୍ଟା ପରିବର୍ତ୍ତେ 10 ଘଣ୍ଟା କାମ କରିବେ, ମହିଳା ମାନେ ରାତିରେ କାମ କରିବେ। ବିରୁଦ୍ଧରେ ଆମେ ସ୍ୱର ଉତ୍ତୋଳନ କରିଛୁ ଏବଂ ୟୁନିୟନର ଅଧିକାର ଯୋଉ ବ୍ରିଟିଶ ସରକାର ମହିଳା ମାନଙ୍କୁ ରାତିରେ କାମ କରିବା ପାଇଁ ତା ପାଇଁ ଏକ୍ସଟ୍ରା ଦରମା ବେତନ କଣ ବ୍ୟବସ୍ଥା କରିଛନ୍ତି? ନା, କିଛି କରିନାହାନ୍ତି, କିଛି ବ୍ୟବସ୍ଥା ନାହିଁ, କିଛି ବ୍ୟବସ୍ଥା ନାହିଁ। ଆମେ ଗୋଟେ କଥା ଶୁଣିଥିଲୁ ଯେ ସରକାର ଯୋଉ କରିଛନ୍ତି ଯେ ନା, ଡାଇରେକ୍ଟ କମ୍ପାନୀ ହିଁ ତାଙ୍କୁ ଦରମା ଦବ, ମାନେ ପେ ରୁଲ ଟାଇପ ର ରଖିବ ବୋଲି। ନାଇଁ, ସେଟା ମିଛ ପ୍ରଚାର ହଉଛି, ସେଭଳି ନାହିଁ। ସେ ବେଶୀ ବିଶେଷ କରିକି କଣ୍ଟ୍ରାକ୍ଟର ସିଷ୍ଟମ ଟାକୁ ଆଗେଇ ନେବା ପାଇଁ ସେମାନେ ଏ ଆଇନରେ ଅଛି। ଏମାନେ ତ ମୌଳିକ ଅଧିକାରରୁ ବଞ୍ଚିତ, ମାନେ ପାଟିତୁଣ୍ଡ କରିପାରିବେନି। ତମେ ଖଟ, ତମେ କାମ କରିବାକୁ ବାଧ୍ୟ। ତମ ମଜୁରୀ କମିଲେ ମଧ୍ୟ ମଜୁରୀ ବଢିବା ପାଇଁ କି ବୋନସ ପାଇଁ ଏମାନେ ଆନ୍ଦୋଳନ କରିପାରିବେନି। ଏରେ ଯୋଉ ମୌଳିକ ଅଧିକାର ଦିଆଯାଇଥିଲା, ଗଣତାନ୍ତ୍ରିକ ଅଧିକାର ଦିଆଯାଇଥିଲା, ସେ ଅଧିକାର ନାହିଁ ସେ 4ଟି ଶ୍ରମ କୋଡରେ। ଏତେ ତ ଏଇ ଯୋଉ ପ୍ରତିବାଦ କରୁଛନ୍ତି, କଣ ଫଳ ଆଗକୁ ଆମେ ପ୍ରତିବାଦ କରୁଛୁ ପ୍ରତ୍ୟାହାର ପାଇଁ। ଯଦି ସରକାର ପ୍ରତ୍ୟାହାର ନ କରେ ଆଗାମୀ ଦିନରେ ଏହା ତୀବ୍ରତର ଆନ୍ଦୋଳନ ହବ। ଆଜିର ଆନ୍ଦୋଳନ କଣ ସଫଳମଣ୍ଡିତ ହବ? ହଁ, ଆଜିର ଆନ୍ଦୋଳନ ସଫଳ ହବ। କେତେବେଳୁ କଲେଣି ଆପଣ? ଆମେ ସକାଳ 7ଟାରୁ ଆରମ୍ଭ କଲୁ। ହଁ, 7ଟାରୁ 4ଟା ପର୍ଯ୍ୟନ୍ତ ରହିବ। ହଁ, ତାପରେ ଖୋଲିଦେବେ? ହଁ, ତାପରେ ଖୋଲିଦବ। କିନ୍ତୁ ଏଇଟା 12 ଘଣ୍ଟିଆ ଡକରା ହେଇଛି। ହଁ, 12 ଘଣ୍ଟିଆ, 12 ଘଣ୍ଟିଆ। ଆପଣ କରିବେ 4ଟା ପର୍ଯ୍ୟନ୍ତ? ହଁ, 4ଟା ନୁହେଁ, ସେ 12 ଘଣ୍ଟିଆ ହବ। 4ଟା ମାନେ ଇଏ ହବ ଆଉ କଣ, ଆମର ରହିପାରିବନି କିଏ, ସବୁ ଏଟାକୁ କ୍ଲୋଜ କରିଦବୁ, ସେମାନେ ପୁଲିସ ହସ୍ତକ୍ଷେପ କରିବ। ମୁଁ ରଞ୍ଜନ କୁମାର ଜେନା, ଅଖିଳ ଭାରତ କୃଷକ ସଭାର ଯାଜପୁର ଜିଲ୍ଲା ସଭାପତି। ସଂଗଠନ ଆଜି ଏଇ ଯୋଉ ଧାରଣାରେ ବସୁଛନ୍ତି, ସର୍ବଭାରତୀୟ 10ଟି କେନ୍ଦ୍ରୀୟ ସଂଗଠନ ଏବଂ କର୍ମଚାରୀ ସମୂହ ଆଜି 40 ଗଣ ସଂଗଠନ ଏଆଇଟିସି, ସିଟୁ, ଆଇଏନଟିସି, ସିଟୁ, ୟୁସିସି, ଏମିତି 10ଟି ଗଣ ସଂଗଠନ ଏବଂ କର୍ମଚାରୀ ସମୂହ, ବ୍ୟାଙ୍କ, ରେଲୱେ, ବିଦ୍ୟୁତ, ଡାକ, ତାର ଯେତେ ରହିଲେ ଶ୍ରମିକ କର୍ମଚାରୀ ସବୁ ସେମାନେ ଆଗରେ ସାମିଲ ହେଇଛନ୍ତି ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା କୃଷକ ସଂଗଠନ ବି ଆଗରେ ସାମିଲ ହେଇଛି ଏ ଆନ୍ଦୋଳନ। ମୁଖ୍ୟ କାରଣ ହଉଛି ଏ ଆମ ଯୋଉ କେନ୍ଦ୍ର ସରକାର, ଇଏ ଗୋଟେ ଶ୍ରମିକ ବିରୋଧୀ, କୃଷକ ବିରୋଧୀ, ଛାତ୍ର ମହିଳା ବିରୋଧୀ ସରକାର। ଇଏ 14ରେ ଯାହା ପ୍ରତିଶ୍ରୁତି ଦେଇଥିଲା ତାକୁ କାର୍ଯ୍ୟକାରୀ କଲାନି, ପୁଣି 19ରେ ମିଥ୍ୟା ପ୍ରତିଶ୍ରୁତି ଦେଲା, ତାକୁ କାର୍ଯ୍ୟକାରୀ ନ କରି 24ରେ ଆହୁରି ପୁଣି ନୂଆ ମିଥ୍ୟା ଦେବ। ଯେ ପୃଥିବୀର ସର୍ବାଧିକ ମିଥ୍ୟାବାଦୀ ପ୍ରଧାନମନ୍ତ୍ରୀ, ଇଏ ଧୋକା ଦେଇଛି ଜନସାଧାରଣଙ୍କୁ। ଚାଷୀ ମାନଙ୍କର ଧାନ ମଣ୍ଡିରୁ ଯାଉନି, ଅଭାବୀ ବିକ୍ରି ହେଇକି 1000-1200 ଟଙ୍କାରେ କୁଇଣ୍ଟାଲ ବିକ୍ରି କରୁଛନ୍ତି। ଇଏ କହିଲେ ଆମେ 3100 ଟଙ୍କାରେ ସବୁ କିଣି ନେବୁ। ତେଣୁ ଡବଲ ଇଞ୍ଜିନ ସରକାର ଜନସାଧାରଣଙ୍କୁ ଡବଲ ଧୋକା ଦେଇଛି। ଏହା ବିରୁଦ୍ଧରେ କୃଷକ, ଶ୍ରମିକ, ମହିଳା ମାନେ ଆଜି ସୁରକ୍ଷିତ ନୁହନ୍ତି ଓଡିଶାରେ। ଆପଣମାନେ ଦେଖିଲେ ଏଫଏମ କଲେଜ, ଅନ୍ୟାନ୍ୟ ବହୁତ ଶହ ଶହ କେସ୍ ଏ ପ୍ରକାର ଘଟଣା ଘଟିଛି। ଇଏ କାହାକୁ ସୁରକ୍ଷା ଦେଇପାରିବ ନାହିଁ, ତା ବିରୁଦ୍ଧରେ ଲଢେଇ। ଏଟା 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଆମର କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ 40 କୋଟି ଲୋକ ଆଗରେ ସାମିଲ ହେଇଛନ୍ତି ସର୍ବଭାରତୀୟ ସ୍ତରରେ। ମୋଦି ସରକାର ଏ ଜନ ବିରୋଧୀ ନୀତି ସେ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଆଗାମୀ ଦିନରେ ଜାରି ରହିବ। ସନ୍ଧ୍ୟା 6। କଣ କହିବେ ଆଜି ହଉଛି ଆନ୍ଦୋଳନ? 4ଟା ସଂଘ ଆନ୍ଦୋଳନ କରୁଛନ୍ତି, ଆପଣ କଂଗ୍ରେସ ସମର୍ଥନ କରୁଛନ୍ତି, ଗୋଟେ ବିଜେପିର ଜଣେ ନେତା ଆଜି ବସିକି କୋଉଠି ସମର୍ଥନ କରୁଛନ୍ତି, କଣ କହିବା? ଅନ୍ୟ କୌଣସି ରାଜନୈତିକ ଦଳ ସମ୍ପର୍କରେ କିମ୍ବା
टीका टिप्पणी दबा ମୁଁ ଦେଇପାରିବି ନାହିଁ। ଭାରତୀୟ ଜାତୀୟ କଂଗ୍ରେସର ଓଡ଼ିଶା ପ୍ରଦେଶର ସଭାପତି ବପ ଦାସ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆନ୍ଦୋଳନକୁ କଂଗ୍ରେସ ସମର୍ଥନ କରିବ। ଏହି ସମର୍ଥନ କ୍ରମେ ଆମେ ଯୋଉ ଭାରତ ବନ୍ଦ ଚଣ୍ଡିଖୋଲରେ ହେଇଛି ସେଥିରେ ସାମିଲ ହେଇଛୁ ଏ ବନ୍ଦକୁ ସହଯୋଗ କରିବୁ।